ଏବେ ସକାଳେ ଚାଲିଲୁ ଆଉ ଟିକେ ଫଟୋ ଉଠିବାକୁ ମାନେ ଆକ୍ଚୁଆଲି ରାତିରେ ଏତେ କୁହୁଡ଼ି ହେଇଥିଲା ଯେ ଆମେ ଯେଉଁ 3:30 ରାତିରୁ ଦର୍ଶନ କରିକି ଫେରିଲା ବେଳେ ଫଟୋ କ'ଣ କିଛି ମନ୍ଦିର ଟୋଟାଲ୍ ଲୁଚିଗଲା, ମୁହଁକୁ ମୁହଁ ଦେଖାଯାଉନଥିଲା। ଆଉ ଫଟୋ କିଛି ବି ଗୋଟେ ଉଠେଇନୁ, ସେ ନେଇକି ଆଉ ଟିକେ ଫ୍ରେଶ୍ ହେଇକିନା ସକାଳେ ପଳେଇ ଆସିଲୁ। ବୁଲାମୁ ଚାଲ ଟିକେ ଯଦି ଭିଡ଼ କମ୍ ଥିବ, ଲାଗିଲା ତ ଭିଡ଼ କମ୍ ଥିବାର ତ ସମ୍ଭାବନା ନାହିଁ, ଲାଗିଲା ତ ଯିବା ଭିତରକୁ, ନହେଲେ ନାହିଁ ସେଇ ଫଟୋ ବାହାରୁ ଉଠିକି ଦର୍ଶନ କରିକି ବାହାରୁ ହିଁ ପଳେଇ କାରଣ ରାତିରେ ଆମେ ପୁରା ଭଲସେ ଦର୍ଶନ କରିଦେଇଛୁ। ଆଉ କାହିଁ ଯାଇକିନା ଭିଡ଼ ଭିତରେ କରିବୁ, ଲୋକମାନେ ଟିକେ ଚାନ୍ସ ପାଆନ୍ତୁ, ଏତେ ଭିଡ଼ କରିବା କମ୍ ଦରକାର। 3-4 ଥର ଯାକ ବୁଲିବାଲି ଯାଇ ଦର୍ଶନ କରିକିନା ଆସିଛୁ। ରାତିରେ ଯେଉଁ ଭିଡ଼ କମିଗଲା ପରେ ଯେହେତୁ ଆମେ 3:30ରେ ଫେରିଲୁ, ସେଇଥିପାଇଁ ଆଉ ଗଲୁନି। ଆଉ ବାଟ ସାରା ଏତେ ସୁନ୍ଦର ସୁନ୍ଦର ବ୍ୟାଗ୍ ଫ୍ୟାଗ୍ ଠାକୁରଙ୍କର ମୂର୍ତ୍ତି ଫୁର୍ତ୍ତି ମାଳି ସବୁ ଆପଣମାନଙ୍କୁ ଦେଖାଇ ଦେଉଛି, ଟିକେ ଏନ୍ଜୟ କରିନିଅନ୍ତୁ ଯିଏ ଆସିନାହାନ୍ତି। ଆଉ ଶୀଘ୍ର ଆସନ୍ତୁ ନ୍ୟୁ ଇୟର୍ଟାରେ ଠାକୁରଙ୍କୁ ଦର୍ଶନ କରି ଯାଆନ୍ତୁ। ବର୍ଷ ସାରା ଆପଣମାନଙ୍କର ସମସ୍ତଙ୍କର ଭଲ ହେଉ, ଭଲରେ ରହନ୍ତୁ ସମସ୍ତେ, ପରିବାର ଲୋକ ଆପଣ ଭଲରେ ରହନ୍ତୁ। ଆମେ ବି ସମସ୍ତେ ଭଲରେ ଅଛୁ। ଏଠି ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଏମିତି କାଲି ଆମେ ପହଞ୍ଚିଲା ବେଳକୁ ଦେଖାଯାଉଥିଲା, ରାତି 11ଟା ବେଳେ ଏଣ୍ଟ୍ରି କଲୁ, ବାହାରିଲା ବେଳକୁ ଟୋଟାଲ୍ ଧୂଆଁ, କିଛି ଆଉ ଦେଖାଯାଉନି। ତାପରେ ସେଠି ଫଟୋ ଉଠା କରି ଦର୍ଶନ କରି ଆସିଲା ପରେ ଏଠି ବ୍ରେକଫାଷ୍ଟ କରିବାକୁ ବସିଗଲୁ। ବ୍ରେକଫାଷ୍ଟ ଯିଏ ଯାହା ମନ ସେ ତା'ର ଖାଇଲା। ମୋର ବରା ପୁରୀ ବରା, ମାମାର ବି ସେମ୍ ସେଇ ପୁରୀ ବରା, ତାଙ୍କର କ'ଣ ଉପମା ସିଏ କ'ଣ ଗୋଟେ ଖାଇଲେ। ତାପରେ ଏଠି ସରିଲା ପରେ ଆମେ ବସିଛୁ, ଧୁଆଧୁଇ ହେଇସାରିଲୁଣି, ପଳେଇ ଯିବୁ। ତାପରେ ଏଠି ବାଟରେ ଟିକେ ମୁଁ କହିଲି ମିଠା ଖାଇବି, କିଛି ବି ମିଠା ଫ୍ରେଶ୍ ନଥିଲା, ସବୁ ଯାକ ଏଠି ରାତିର ପୁରା ବରଫ ହେଇଯାଇଛି ସେ ମିଠା। ମୁଁ ଗୋଟେ ଛେନାଝିଲି ଆଣି ଖାଇଲି, ସେ ପୁରା ବରଫ ହେଇଯାଇଛି, ଏତେ ଥଣ୍ଡା ମାନେ ଏଠି କୁହନି। ମାନେ ଥଣ୍ଡା କମ୍, କିନ୍ତୁ ଯାହା ବି ହେଲେ ଥଣ୍ଡା ସିଜିନ୍ଟା ଦେଲେ ଥଣ୍ଡା ଟିକେ ଆଉ ରହିବନି, କିନ୍ତୁ ସ୍ୱେଟର୍ ଫେଟର୍ ପିନ୍ଧୁନୁ ଆମେ ଦେଖୁଥିବେ, ଏତେ ଥଣ୍ଡା ବି ନାହିଁ। ତାପରେ ଟିକେ ଏଠି ସି ବିଚ୍ ପଳେଇ ଆସିଲୁ, ସି ବିଚ୍ରେ ଟିକେ ଏନ୍ଜୟ କରିଦେଇକିନା ତାପରେ ଆମର ଯିବାର ଅଛି। ଏଠି ଫଟୋ ସବୁ ଉଠି ଚାଲିଲା। ଆଉ ଚାଲି ଟୋଟାଲି ହେଉନି, ସେ ବାଲିରେ ଟୋଟାଲି ଗୋଡ଼ ଚାଲି ହେଉନି, ପୁରା ବିରକ୍ତ ହେଇଗଲୁଣି। ତଥାପି ଘଣ୍ଟାଏ ପାଖାପାଖି ରହିଛୁ। ସେ ଛୁଆ ଯାହା ତାଙ୍କର ଖେଳିଲେ ଆଉ ବୁଲିଲେ ସବୁ। ଏଠି ମୋ ପୁଅ କହିଲା ମୁଁ ଗୋଲା ଖାଇବି। ମୁଁ କହିଲି ତୁ ତଣ୍ଟି ଦରଜ ହେଇଯିବ, ଜମା ଖାଆନା। ତଥାପି ଜିଦି କରିକି ଗୋଟେ କହିଲା ମୁଁ ଗୋଲା ଖାଇବି ଯାହା ବି ହେଲେ। ପୁରା ଠିକ୍ ଅଛି ଦେ ଗୋଲା ଖା। ଆଉ କହିଲେ ପୁଣି କ୍ୟାମେଲ୍ରେ ବସିବ, କିନ୍ତୁ କ୍ୟାମେଲ୍ରେ ବସ ଭିଡ଼ିଓଟା ବୋଧେ ମୁଁ ଆଉ ସୁଟ୍ କରିପାରିନି କି ଛାଡ଼ିନି। ଆଉ କ୍ୟାମେଲ୍ରେ ବି ବସିଥିଲେ ସେମାନେ ସବୁ, ମାମୁଁ ଆଉ ତା'ର ଆଉ ସବୁ ଆର୍ୟନ୍ ହେରିକା ବସିଥିଲେ। ଏବେ ଆମେ ଚାଲିଲୁ କୁଆଡ଼େ, ଶିରୁଳି ମହାବୀର ଯିବୁ, ଆମେ ଦର୍ଶନ କରିବାର ଅଛି। ତ ଆର ବର୍ଷ ବି ଆସିଥିଲୁ ଯଦି ଫାଷ୍ଟ ମଝିରେ ନା କ'ଣ ସେଠିକି ଯାଇଥିଲୁ। ତ ଆଜି ବି ସେ ନେଇକି ଆଉ ଥରେ ଯିବୁ। ମନ୍ଦିର ଭିତରେ ତ ଠାକୁରଙ୍କୁ ଦେଖାଇ ପାରିବୁନି, ଆଲାଉ ନାହିଁ କ୍ୟାମେରା, କିନ୍ତୁ ବେଢ଼ା ଭିତରକୁ ଆଲାଉ ଅଛି। ତ ସେ ନେଇ କାଲି ବେଢ଼ା ଟିକେ ବୁଲିକି ଆପଣଙ୍କୁ ଦେଖାଇ ଦେଉଛି। ଆଉ ବହୁତ ସୁନ୍ଦର ଜାଗା, ଆଉ ଠାକୁରଙ୍କର ମହିମା ବହୁତ। ଆପଣମାନେ ଆସିବେ, ଦେଖିବେ, ଦର୍ଶନ କରିବେ। ନନା ଆମକୁ ବତେଇ ଦେଲେ ସବୁ କେଉଁଠି କ'ଣ ଠାକୁରଙ୍କର 2ଟା ଆଖି, ମାନେ ଗୋଟେ ଏମିତି ଆଖି ଅନେଇଛନ୍ତି ଯେ କେଉଁଠି ଶ୍ରୀଲଙ୍କା ଆଡ଼କୁ ନନା କହିଲେ, ଆଉ ଗୋଟେ ଆଖି ପୁରୀ ଆଡ଼କୁ। ମାନେ ଆର ବର୍ଷ ବି ମୁଁ ଆସିଥିଲି, କିନ୍ତୁ ମୁଁ ଭାବୁଥିଲି ନା ବୋଧେ ଯେଉଁ ତାଙ୍କୁ ଇଏ କରିଦେଇଛନ୍ତି କ'ଣ ନା ଖାଲି ପୁରୀ କି ଅନେଇଛନ୍ତି, କିନ୍ତୁ ନନା କହିଲେ ନା ଗୋଟେ ଆଖି ଅନେଇଛନ୍ତି ସେ ଶ୍ରୀଲଙ୍କାକୁ, ଆଉ ଗୋଟେ ଆଖି ପୁରୀ କି ଅନେଇଛନ୍ତି। ଠାକୁରଙ୍କର କେତେ ମାନେ କ'ଣ ଅପର ମହିମା ଜାଣିପାରୁଥିବେ। ଏମିତି ସବୁ ଅଛି, କେତେ ଜାଗା ତ ଆମେ ଦେଖିପାରିନେ ପୁରୀରେ, ଶହ ମଠ ତ ବୁଲିନେ କିଛି ନାହିଁ, ଯେଉଁଠିକି ଯାଇ ହେଉଛି ଯେତେବେଳେ ଠାକୁରଙ୍କ ଇଚ୍ଛା। ପହଡ଼ ଏପଟେ ପଡ଼ିଗଲାଣି, କିନ୍ତୁ ଭିତରେ ସେପଟେ ଦର୍ଶନ ଚାଲିଛି। ଇଏଟା ଲୋକ ଆସୁଛନ୍ତି ତ, ସେଥିପାଇଁ ନନା ଟିକେ ଦର୍ଶନ କରି ଦେଉଛନ୍ତି। ଦର୍ଶନ ସରିଲା ପରେ ଆମେ ଏଠି ସବୁ ଫଟୋ ଉଠା କାମରେ ସବୁ ଲାଗି ପଡ଼ିଲୁ। ଗୋଟେ ସମସ୍ତେ ଫଟୋ ସବୁ ଉଠାଇବାରେ ଲାଗିଲୁ। ଆଉ ତାପରେ କ'ଣ ଏଠି ମୋ ପୁଅ ୱେଟ୍ କରୁଛି, କହିଲା ଆମେ କେତେବେଳେ ପଳେଇଯିବା ଖାଲି। ମୁଁ କହିଲି ହଉ ରହ। ତାପରେ ଏଠି ନନା ପ୍ରସାଦ ଆଣିଥିଲେ, ଆମେ ଟିକେ ପାଇଦେଲୁ। ତାପରେ ରକ୍ଷା ସୂତ୍ର ଏଠି ବାନ୍ଧିକିନା ସମସ୍ତେ ଏବେ ଯିବୁ ବାହାରିବୁ। ସମସ୍ତେ ଜଣେ କରି ବାନ୍ଧୁଛନ୍ତି। ମୋ ବାରି ଆସିନି, ସମସ୍ତେ ଜଣେ କରି ଆସିନାହାନ୍ତି। ମାମା ବାନ୍ଧିଲେ, ବାବା ବାନ୍ଧିଲେ, ଏଠି ଆଣ୍ଟି ଅଙ୍କଲ୍ ବାନ୍ଧି ସାରିଲେଣି। ତାପରେ ଏଠି ମୋ ପାରି ଆସିବ। ଆଉ ଏମାନେ ସବୁ ବାନ୍ଧି ସାରିଲା ପରେ ମୋ ପାରି ଆସିଲା, ମୁଁ ବି ବାନ୍ଧିଦେଲି। ସମସ୍ତେ ଆମ ଘର ଲୋକ ବାନ୍ଧି ସାରିଲା ପରେ ନନାକୁ ନମସ୍କାର କରି ତାପରେ ଆମେ ବିଦାୟ ହେଲୁ। ଏବେ ଲାଷ୍ଟକୁ ଇଏ ଥିଲା ରହିଯାଇଥିଲା ଗୋଟେ, ସେଇ ବାନ୍ଧିଦେଲା। ସେଠୁ ଯିବୁ ଏବେ। ସେଠୁ ଏଇ ଭୋଗଟା ମୋର ଫେଭରେଟ୍, ଯେଉଁ ଚୂଡ଼ା ଖସାଟା, ସେଇଟା କି ଟେଷ୍ଟ, କିଏ ବାସ୍ନା, ପୁରା ଘିଅରେ ହେଇକି କେତେ ସୁନ୍ଦର ଟେଷ୍ଟ। ଆଉ କୁହନ୍ତୁ, ତାକୁ ଖାଇବାକୁ ମୁଁ ଆଙ୍କ ଆର ବର୍ଷକୁ କହୁଥିଲି, ସେଠି ଗଲା ମାନେ ସେ ଭୋଗଟା ବଢ଼ିଆ ଲାଗେ ମୋତେ। ଆଉ ସେଇଟା ଟିକେ ସେ ଭୋଗଟା ଏଠୁ ପାଇଦେଉଛୁ। ମୁଁ 2 ଥର ମାଗିକିନା ଖାଇଛି। ଆଉ ଭିଡ଼ିଓଟି କଣ୍ଟିନ୍ୟୁ କରନ୍ତୁ, ଦେଖନ୍ତୁ। ଆଉ ଆଗକୁ